ନା କ'ଣ କହିଲେ? ନା ପ୍ରଭାତୀ ସ୍ୱାଇଁ ନହରବାଲିରୁ ଆସିଛି ଧରଣୀକୁତି ପଞ୍ଚାୟତ। କୁହନ୍ତୁ ଆପଣଙ୍କର ଅନୁଭୂତି। ଅନୁଭୂତି ତ ମୋର ବହୁତ କିଛି। ମୁଁ ସେ ଜଗା ସକାଶେ ମୁଁ ଆଜି ଯେ ବଞ୍ଚିଛି। ମୋର ପେଟରେ ଟ୍ୟୁମର ହେଇଥିଲା, ସେଇଟା ଅପରେସନ୍ ହେଇପାରୁନଥିଲା। 3 ଥର ଆସିକିରି ଲେଉଟିକିରି ଫେରିକିରି ଯାଇଛି। ମୁଁ ଫେରିକି ଯିବା ପରେ ଜଗାକୁ ଡାକିଲି, ପ୍ରଭୁ କାହିଁକି ଏ ଅପରେସନ୍ଟା ହେଇପାରୁନି। 3 ଥର ଫେରି ଫେରି ଯିବା ପରେ ସେଇଠୁ ହେଲା। ହେବାରେ ସେ ନ ହେବା ପୂର୍ବରୁ କହିଲେ ବ୍ଲଡ଼ ନାହିଁ ଦେହରେ। ପୁଅ ନେଇକିରି ଆସିଲା ବଡ଼ ମେଡ଼ିକାଲରେ ଆଡ଼ମିସନ୍ କଲା। ଖଟିଆ ବି ମିଳିଲାନି ସେତେବେଳେ। ଖଟିଆ ନ ମିଳିଲା ପରେ ଫେରେ କେଉଁଠି ରଖିବେ ବେଲିକା ତାକୁ ସିଜରିଙ୍ଗ ଯେଉଁ ଡେଲିଭରି ୱାର୍ଡ଼ରେ ମୋତେ ରଖିଆଗଲା। ବ୍ଲଡ଼ ନେଲେ ମୁଁ ଜାଣିନି କିଛି ସେତେବେଳେ କ'ଣ ହେଇଛି କ'ଣ ନାହିଁ। ତାପରେ ଯେହେତୁ ଆସିଲା ସେନ୍ସ, ଯେତେବେଳେ ଆସିଲା ମୋର ରାତି ପାଇଲା, ସକାଳ 9ଟା 10ଟାରେ ଯାଇ ସେନ୍ସ ଆସିଲା ପରେ ମୁଁ ଅନେଇଲା ବେଳକୁ ମୋ ଦିଦି ବଡ଼ ଭଉଣୀ ଆସିକିରି ଜାଁଳା, ସେ ବଡ଼ ଭଉଣୀ ସେ ଆସିକିରି ମୋ ପାଖରେ ମୋତେ, ମୁଁ ଦେଖିଲା ବେଳକୁ ମୁଁ ପ୍ରଭୁଙ୍କୁ ମୁଁ ଡାକୁଥାଏ। ଯେତେବେଳେ ସେନ୍ସ ଆସିଲା ମୁଁ ସେଇ ଜଗାକୁ ଡାକିଲି, ଏ କାଳିଆ ମୋତେ କାହିଁକି କଷ୍ଟ ଦେଲୁ, ମୋର କେହି ନାହିଁ, ଛୋଟ ଛୋଟ ଛୁଆ 3ଟା, ମୁଁ ତାଙ୍କୁ କେମିତି ପାଳିବି, ମୋତେ ଯଦି ନେଇଯିବୁ ସେ କେମିତି ବଞ୍ଚିବେ, କେମିତି ମଣିଷ ହେବେ। ସେଥିପାଇଁକା ମୁଁ ସେଇ ଅନେଇ ଦେଲା ବେଳକୁ ସେ ଜଗାର ଗୋଟେ କ୍ୟାଲେଣ୍ଡର ଲାଗିଛି ସେଇ ୱାର୍ଡ଼ରେ, ସେଇ ରୁମ୍ ଭିତରେ ଯେତେବେଳେ ଲାଗିଛି ସେଇ ଜଗାକୁ ଅନେଇ ଦେଲି। ସେଇ ଜଗାକୁ ଦେଖିକିରି ମୁଁ ଡାକିଲି, ପ୍ରଭୁ କାହିଁକି ମୋତେ ଆଣି ଏଠି ପକେଇଛ, ଯଦି ମାରିବା କଥା ମାରିଦିଅ, ନେବା କଥା ନେଇଯା, କାହିଁକି ପକେଇଛ, କେଉଁ କାରଣ ନେଇକିରି ମୁଁ ତ ବଞ୍ଚିବିନି, ମୋ ପିଲା କେମିତି ବଞ୍ଚିବେ। ସେଥିପାଇଁକା ଦୁଃଖ କଷ୍ଟରେ ଭାବିକି କହିଲି, ପ୍ରଭୁ ମୋତେ ଯଦି ରଖିବ ରଖ, ନହେଲେ ନେବା କଥା ନିଅ, କାହିଁ ଏତେ କଷ୍ଟ ଦେଉଛ। ଶେଷରେ 3 ଥରରେ ଅପରେସନ୍ ହେବାକୁ କଥା ହେଲା। ଡକ୍ଟର କହିଲେ ଅପରେସନ୍ ହେବ, ଅପରେସନ୍ ହେଲି ଭଲରେ ଭଲରେ। ବିପଦମୁକ୍ତ ହେଇଗଲେ। ବିଶ୍ୱାସ ସେମିତି ଥାଉ ପ୍ରଭୁଙ୍କ ପ୍ରତି। ଜୟ ଜଗନ୍ନାଥ ଟିଭି ଆପଣ ଦେଖନ୍ତି? ସବୁବେଳେ ପ୍ରତ୍ୟେକ ଦିନ କିଛି କାମ ମୋର ମନ ନାହିଁ, ସବୁବେଳେ ଜଗାକୁ, ଜଗା ଦର୍ଶନ ମାନେ ଜଗାକୁ ଆଗ ଶୋଇଲା ସେଜରୁ ଉଠିଲା ପର୍ଯ୍ୟନ୍ତ, ମାନେ ସବୁବେଳେ ମୁଁ ଜଗାକୁ ଦର୍ଶନ କରେ। ପୁଅ କହିବ କାହିଁକି ଟିଭି ଲଗାଉଛୁ ବୋଉ ଏତେ ସମୟ, ତାର ଗୋଟେ ସିଏ ଫିଲ୍ମ ଦେଖିବା ପାଇଁକା ଭାରି ଇଏ। ମୁଁ କହିବି ତୁ କ'ଣ ଜାଣିଛୁ, ତୁ ଯାଇକିରି ମୁଣ୍ଡିଆ ମାରେ, ଦିଅଙ୍କୁ ମୁଣ୍ଡିଆ ମାରେ, ଜଗାକୁ ଡାକେ। ତାପରେ ମୁଁ ଯେତେବେଳେ ଫୁଲ ପାଣି ଦିଏ ଦିଅଙ୍କୁ, ମୁଁ ଟିଭିରେ ଯେଉଁ ଆଡ଼ିକି ଯାଆନ୍ତି ପ୍ରଭୁ ସିଆଡ଼ିକି ମୁଁ ଫୁଲ ଟିକେ ଦିଏ, ପାଣି ଟିକେ ଛିଞ୍ଚେ ଯେଉଁ ଦିଏ, କହିବ ତୁ କ'ଣ ଦେଉଛୁ ଯେ ଦିଅଙ୍କୁ ଫୁଲ। ମୁଁ କହେ ହଁ ହଉ ସେମିତି। ପିଲାମାନଙ୍କ ଦେହରେ ସେମିତି ଭକ୍ତିଭାବ ପ୍ରେରଣା କରିବା କଥା, ମାନେ କହିବା କଥା। ନିଅନ୍ତୁ। ଜୟ ଜଗନ୍ନାଥ ଟିଭି ପାଖରୁ ଗୋଟେ ଜଣାଣ ପାଇ ଧନ୍ୟବାଦ ଦେବି।